পদ গণুছি মকরন্দ গোবিন্দ 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 পদ গণুছি মকরন্দ সে মকরন্দ পান করি হেরে তরন্তি ভজনারি সে ভজনারীଙ୍କ পୟରେ মন ଥାଉ ନିରନ୍ତରେ ମନ ନିରନ୍ତରେ ଥାଉ হা কৃষ্ণ বলি জীব যাও হা কৃষ্ণ বলি যাও জীব মোতে উদ্ধার বাসুদেব ওম নমো ভগবতে বাসুদেবায় সপ্তবিଂଶ ଅଧ୍ୟାୟରେ ପୁରୁଷ ପ୍ରକୃତି ବିଚାରେ ସାଧନା ବଳେ ମୁଖ୍ୟ ପାଇ କହନ୍ତି କପିଳ ଗୋସ୍ୱାମୀ। ବିଷ୍ଣୁ କହନ୍ତି କୋଶ ମନେ ମନୁ ତନୟା ସନ୍ନିଧାନେ ଶ୍ରୀ ଭଗବାନ ବାଚ ଶୁଣ ଜନନୀ ଏକ ମନ ଯେ ହରି ଅଜ ନିରଞ୍ଜନ ନିର୍ଗୁଣ ନିର୍ବିକାରମୟେ ବସଇ ଆତ୍ମରୂପେ ଦିଏ ପ୍ରକୃତି ଗୁଣେ ନୁହେଁ ସଂଘ କଲେ ଯେସନେ ଅର୍ଥ ବିମ୍ବ ସେ ଧିଅ ଧର୍ମେ ବୁଦ୍ଧ ହୋଇ ଆତ୍ମାକୁ ଅହଙ୍କାର ବହି ଆତ୍ମାର ଦୁଃଖ ସୁଖ ମଣେ কর্ম কর্তা মুনি প্রমাণে আত্মার বন্ধ কর্ম পাকে নিত্য ভ্রম হি দুঃখ সুখে দেহକୁ করে অভিমান এণু অহরই নিজ জ্ঞান নিরন্তে অহংকার ঘেনি এমন্তে ভ্রমে নানা যোনি যেসনে কলে প্রাণী প্রাণ পশে পুଣି উঠন্তে শির দিশে জন্ম মরণ ଏହି মতে অজিলা কর্মর আয়তে আত্মার কর্ম ফল ঘেনি জীব ভ্রমই নানা যোনি অজ্ঞানে এ ঘোর সংসারে জীব ভ্রমই অহংকারে দুঃখ লভই বারে বারে আত্মার গতি ন বিচারে স্বপ্নে অর্থ যেতে দেখি নানা প্রবঞ্চে উপলক্ষী দেখন্তে মরণ তার প্রত্যক্ষে জেনে জাগারে ହୁଏ ମିଛ ଏ ରୂପରେ ଜୀବର ସଞ୍ଚାର ଏମନ୍ତ ମାୟା ଏ ସଂସାର ଏ ଜୀବ ମୋହିତ ଜ୍ଞାନେ ଏ ରୂପେ ପଡ଼ହି ବନ୍ଧନେ ଏଣୁ ସଂଯମିତ କରି ବିଷୟରୁ ଧାରି ଭକ୍ତି ବିରକ୍ତି ଯୋଗ ବଳେ ମନକୁ ବଶ କରି ହେଳେ ନିୟମେ ସ୍ଥାପି ଶୂନ୍ୟସ୍ଥଳେ ଛାଡ଼ି ଇନ୍ଦ୍ରିୟ ସଙ୍ଗ ମିଳେ ଓಂ ନମୋ ଭଗବତେ ବାସୁଦେବାୟ ବିଷ୍ଣୁ ବିଷয়ে ମନ ଧରି ସାଧିବ ଶରୀର ପାଶରି ଯତ୍ନେ ସାଧିବ ଯୋଗ ତପ ସତ୍ୟ ଶୌଚ ସୁଧା କଳ୍ପ ମୋର ଗୁଣ କର୍ମ ଯଶ ଶ୍ରବଣେ ହୋଇବ ହରସ ସକଳ ଜୀବେ ନିଜ ପାଏ ସମେ ଦେଖିବ ବିଷ୍ଣୁମୟ ପ୍ରାଣୀଙ୍କ ହିତେ ଥିବ ନିତ୍ୟ ଚଞ୍ଚଳ ଇନ୍ଦ୍ରିୟ ସଂଯତେ ଈଶ୍ୱରେ ସ୍ଥାପି କର୍ମ ଫଳ ସ୍ୱଧର୍ମ ସାଧିବ ନିଶ୍ଚଳ ପ୍ରଥମ ଆଶ୍ରମର ମତେ ସ୍ୱଧର୍ମ ମୌନ ସତ୍ୟ ଯୁତେ କରି ଛାଡ଼ିବ ଗୃହେ ସ୍ନେହେ যে অহংকার মায়া মোহে আহারে ভাল মন্দ নাই যেবা মিଳିବ ଯାହା ନ ଜାଣି ଅଳ୍ପେ ଭୋଜନେ ମନ ତୋଷି ଏକାନ୍ତ ସ୍ଥାନେ ନିତ୍ୟ ବସି କରୁଣ ଶାନ୍ତ ଶିଷ୍ଟ ଗୁଣ সকল ভূতে মিত্রপণ সুহৃদ সুত গৃহ নারী এদ্রিয়ে মমতা ন କରି প্রকৃতি পুরুষ বিচার জ্ঞানর তত্ত্ব সব অবধার
ତେଣେ ନିବୃତ ବୁଦ୍ଧି ଭାବ ଜାଗ୍ରତ ସ୍ୱପ୍ନ ଆଦି ଭାବ ଅନ୍ୟ ଦର୍ଶନ ତାର ନାହିଁ। ଆତ୍ମାରେ ଆତ୍ମାକୁ ଦେଖଇ ଚକ୍ଷୁର ଅରଖେ ଅରଖ ପ୍ରାୟ ଦେଖଇ ସର୍ବ ବ୍ରହ୍ମମୟେ। ସେ ବ୍ରହ୍ମ ନିତ୍ୟ ଲିଙ୍ଗ ମୁକ୍ତ ଆଭାସେ ଅହଙ୍କାରେ ସ୍ଥିତ। ଏଣୁ ଯେ ଅହଙ୍କାରୀ ଜୀବ କି ରୂପେ ବ୍ରହ୍ମଙ୍କୁ ଦେଖିବ। ଭୂମାତ ସଞ୍ଚୟ ନ କର ପ୍ରମାଣେ କହିବା ତାହାର। ଯେ ସନେ ରବି ବିମ୍ବ ଜଳେ ଭାଷାଉ ପୁଣି ଲକ୍ଷ୍ୟ ସ୍ଥଳେ। ସେ ପୁଣି ସେ ଜଳ ବିମ୍ବ ବଳେ ଆକାଶ ରବି ଦେଖି ତୋଳେ। ତେସନେ ଦେହେନ୍ଦ୍ରିୟ ମନେ ଏ ଜୀବ ଠାଇଣ କପ ଉତ୍ପନେ। ଏ ଯେ ତ୍ରିଗୁଣ ଅହଙ୍କାର ଆଭାସ ଯହିଁରେ ବିଚାର। ତହୁଁ ବ୍ରହ୍ମଙ୍କୁ ପରଖି ପୁଣି ପ୍ରତ୍ୟକ୍ଷ ତାଙ୍କୁ ଦେଖି। ଆତ୍ମା ଅଟଇ ଶୁଦ୍ଧ ଜ୍ଞାନ ଅନୁଭବରେ ତାର ପ୍ରମାଣ। ସୁକ୍ତି ଅବସ୍ଥାରେ ଯେବେ ଭୂତାଦି ରହେ ଲୀନ ଭାବେ ନିଦ୍ରାରେ ଅହଙ୍କାର ଶୂନ୍ୟ। ଆତ୍ମା ସ୍ୱରୂପେ ବର୍ତ୍ତମାନ ଦ୍ରଷ୍ଟା ରୂପେ ଥାଇ ଦିଏ। ନିଜକୁ ମଣେ ନଷ୍ଟ ପ୍ରାୟ ଉପାଧି ନାଶ ହେବା ଜାଣି। ଆପଣା ନାଶ ପରମାଣି ଧନ ବିନାଶ ଲୋକ ଜେନେ। ଆପଣା ନାଶ ପାୟ ମଣି ସୁକ୍ତି ଅବତାରେ ପୁଣ। ବିଷୟ ମାତ୍ର ନୁହେଁ ଜ୍ଞାନ ଏ ରୂପେ ସଞ୍ଚୟ ନ କର। ଭୂମାତା ମନରେ ବିଚାର ସୁକ୍ତି ଭଙ୍ଗରେ ପୁରୁଷ। ଏ ରୂପ କର ହିଁ ପ୍ରକାଶ ମୁଁ ଆଜି ସୁଖେ ନିଦ୍ରା ଗଲି କିଛି ମାତ୍ର ହିଁ ନ ଜାଣିଲି। ଯେଣୁ ଏ ରୂପେ ମନେ ଥାଇ ଆତ୍ମା ନଥିଲେ ଜ୍ଞାନ କାହିଁ। ପ୍ରକାଶେ ଯେ କାର୍ଯ୍ୟ କାରଣ ସେ ଦ୍ରଷ୍ଟା ରୂପେ ବର୍ତ୍ତମାନ। ଦେବହୂତି ଉବାଚ ଓଂ ନମୋ ଭଗବତେ ବାସୁଦେବାୟ। ହେ ପ୍ରଭୁ ପୁରୁଷ ପ୍ରକୃତି କେହି କାହାକୁ ନ ଛାଡ଼ନ୍ତି। ଅନ୍ୟ ଅନ୍ୟ ଆଶ୍ରୟ ସେ ନିତ୍ୟ କେବେ ହି ନୁହନ୍ତି ସେ ଚ୍ୟୁତ। ଯେମନ୍ତେ ଭୂମି ଗନ୍ଧ ଦୂର କେହି କାହାକୁ ନ ଛାଡ଼ଇ। ଅର୍ଥବା ଦେଖ ଜଳ ରସ ଏକ ଭାବେ ଏକ ନାଶ। ସେ ରୂପେ ପ୍ରକୃତି ପୁରୁଷେ ବିୟୋଗ କି ରୂପେ ପ୍ରକାଶେ। ଅକର୍ତ୍ତା ପୁରୁଷ ବିଚାର ତ୍ରିଗୁଣେ ପ୍ରକୃତି ସଞ୍ଚାର। ଏ କର୍ମ ବନ୍ଧ ଯେଣୁ ତାର କେମନ୍ତେ ମୁଖ୍ୟ ୟାଙ୍କର। କେହି ବିବେକ ଜ୍ଞାନ ତତ୍ତ୍ୱେ ସଂସାର ଯେବା ନିବୃତ୍ତେ। ହେତୁ ତାହାର ଯେଣୁ ଥାଇ କି ରୂପେ ମୁଖ୍ୟ ବା ଘଟଇ। ଶ୍ରୀ ଭଗବାନ ଉବାଚ ଶୁଣ ଜନନୀ ଦେଇଚିତ ଯେବା ଜୀବର ବନ୍ଧ ମୁକ୍ତ। ନିଷ୍କାମେ ସ୍ୱଧର୍ମରେ ଥାଇ ମନ ନିର୍ମଳେ ମୋତେ ଧାଇ। ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନେ ଭକ୍ତିରେ ସାଧିବ ଯତନେ। ତତ୍ତ୍ୱ ଦର୍ଶନ ଜ୍ଞାନ ବଳେ ଦୃଢ଼ ବୈରାଗ୍ୟ ତପ ବଳେ। ଆତ୍ମାର ପ୍ରାପ୍ତି ଉପାୟରେ ଚିତ୍ତ ଏକାଗ୍ରତ ସାଧିବାରେ। ଓಂ ନମୋ ଭଗବତେ ବାସୁଦେବାୟ। ଏ ସର୍ବ ପ୍ରକାରେ ସାଧନ ଖଣ୍ଡଇ ଜୀବର ବନ୍ଧନ। ପ୍ରକୃତି ଅଳ୍ପ ଅଳ୍ପ ହୋଇ ପୁରୁଷ ସଂଘକୁ ତେଜଇ। ଯେ ସନେ ଅରୁଣରୁ ଅଗ୍ନି ଜନ୍ମି ଦହନ୍ତି ଅରଣି। ପ୍ରକୃତି ଭୋଗ ଶେଷ ହେଲେ ତାହାର ଦୋଷ ଦିଶେ ଭଲେ। କାଟିଣ ସବୁ ବନ୍ଧ ପାଶ ଆନନ୍ଦେ ବିବାରେ ପୁରୁଷ। ଯେ ସନେ ସ୍ୱପ୍ନେ ଅନର୍ଥ ଲାଗିଲେ ହୁଅଇ ଅସତ୍ୟ। ଯେ ସନେ ସଂସାର ଦିଶଇ ମୋ ମାୟା ତାକୁ ନ ଲାଗଇ। ବହୁତ ଜନ୍ମ ଭାଗ୍ୟ ଚଳେ ଆତ୍ମା ଜ୍ଞାନ ହୁଏ କାଳେ। ଏ ରୂପେ ଆତ୍ମା ରାମ ମୁନି ବ୍ରହ୍ମ ଲୋକକୁ ତୁଚ୍ଛ ମଣି। ମୋ ଭକ୍ତ ହୋଇ ମୋର ପ୍ରାସାଦେ ଆତ୍ମାକୁ ଜାଣେ ଅପ୍ରମାଦେ। କୈବଲ୍ୟ ଧାମ ମୋ ଆଶ୍ରୟ ଲଭେ ମୂରତି ଆଦି ଶ୍ରେୟ। ଲିଙ୍ଗ ସୁରର ନାଶ ଯାଇ
ଆଉ ନେଉଟି ନ ଆସଇ। ଓಂ ନମୋ ଭଗବତେ ବାସୁଦେବାୟ। ଯାହାର ଚିତ ଯୋଗୁଆନ ମାୟାରେ ନୁହଁ ବିଭ୍ରମ, ସେ ଆତ୍ୟତିକି ଗତି ପାଇ ଯହିଁରେ ମୃତ୍ୟୁ ଭୟ ନାହିଁ। ମୈତ୍ର ବିଦୁର ଅଗ୍ରତେ ବହୁ ସାଧନ ଯୋଗ ମତେ, କହିଲେ କପିଳଙ୍କ ବାଣୀ ଶୁଣି ସଂସାରୁ ତର ପ୍ରାଣୀ। ସୁଜନେ ଚିତ ମନେ ଏହା ଯେବେ ଖଣ୍ଡିବ ଭବ ମାୟା, ହରି ଚରଣେ ଦେହି ଚିତ କହି ଦାସ ଜଗନ୍ନାଥ। ହରି ଚରଣ ଦେଇ